ওম নমো ভগবতে বাসুদেবায়। 29 অধ্যায় ভক্তি বৈরাগ্য কাল ঘোর 29রে বিচারম। দেবহূতি উবাচ ভো নাଥ প্রভু ভগবান কহতু পরমার্থ জ্ঞান। যে জ্ঞানে ভক্তি প্রকাশই অজ্ঞান তিমির নাশই। মহত আদি যে প্রমাণ প্রকৃতি পুরুষ লক্ষণ। যথা সাংখ্ୟରେ ଅଛ କହି ତୋ ଭକ୍ତି ମାର୍ଗକୁ ଚିହ୍ନାଇ। ବିସ୍ତାରି କହ ପ୍ରଭୁ ମୋତେ ସଂଶୟ ନ ରହୁ ମୋ ଚିତ୍ତେ। ଯାହା ଶୁଣିଲେ ପ୍ରାଣୀ ପ୍ରାଣ ବିରକ୍ତେ ଭଜେ ନାରାୟଣ। ଜୀବର ଜନ୍ମ ମୃତ୍ୟୁ ଦୁଇ ଏ ଲୋକମାନଙ୍କର ହୋଇ। ତାହା କହିବା ମହାବାହୁ କାଳ ସ୍ୱରୂପ ଆଦି କେହୁ। କାଳ ସ୍ୱରୂପ ଯେ ଈଶ୍ୱର ସମସ୍ତ ଆତ୍ମାରେ ଗୋଚର। ମହାପ୍ରଭାବ ହିଁ ଯାହାର ଯାଭୟେ ପୁଣ୍ୟ କରେ ନର। ସେ କଥା ନିର୍ଣ୍ଣୟ କରିଣ କହିବା ହେଉ ନାରାୟଣ। ସଂସାର ମୋହ ଅନ୍ଧକାରେ ଦେହାଭିମାନୀ ଯେତେ ନରେ। ନିଦ୍ରିତ ହୋଇ ସେ ଅଛନ୍ତି ଅଜ୍ଞାନେ କିଛି ନ ଜାଣନ୍ତି। ତୋ ଜ୍ଞାନ ଦେଇ ନରହରି ବିନାଶ ଅଜ୍ଞାନ ତିମିରି। ମୈତ୍ରେୟ ଉବାଚ ଶୁଣ ବିଦୁର ମନ ଦେଇ ମାତା ବଚନେ ଭାବଗ୍ରାହୀ। କହନ୍ତି ଅମୃତ ବଚନ ଯେଣେ ସନ୍ତୋଷ ମାତା ମନ। ଶ୍ରୀ ଭଗବାନୁବାଚ ଶୁଣ ଜନନୀ ସ୍ଥିର ମନେ ଯେ ଜ୍ଞାନ ଭକ୍ତିର ଲକ୍ଷଣେ। ବହୁ ପ୍ରକାରେ ଭକ୍ତି ଯୋଗ ଜ୍ଞାନୀ ସାଧନ୍ତି ମୋକ୍ଷ ମାର୍ଗ। ସ୍ୱଭାବ ଗୁଣେ ଯୁକ୍ତ ହୋଇ ନାନା ସଂକଳ୍ପ ମନେ ଧ୍ୟାଇ। ସାତ୍ୱିକ ରାଜସ ତାମସ ଗୁଣ ପ୍ରବାହେ ଯେ ପ୍ରକାଶ। ଦମ୍ଭ ମତ୍ସର ଭାବ ବହି ପ୍ରାଣୀ ହିଂସାରେ ଯୁକ୍ତ ହୋଇ। ପର ଅପର ଭେଦ ବୁଦ୍ଧି ତାମସ ଗୁଣ ଏ ପ୍ରସିଦ୍ଧି। ଏଭାବେ ମୋତେ ଯେ ଭଜଇ ତାମସ ଭକ୍ତି ତାକୁ କହି। ଯଶ ଐଶ୍ୱର୍ଯ୍ୟ କଳ୍ପୀ ମନେ ବିଷୟ ଧ୍ୟାନ ଅନୁକ୍ଷଣେ। ଏ ମାର୍ଗେ ମୋତେ ଯେ ପୂଜଇ ରାଜସ ଭକ୍ତି ତାକୁ କହି। ଈଶ୍ୱର ଅର୍ଥେ କର୍ମ କରେ ଧର୍ମ ମାର୍ଗରେ ଯେ ପ୍ରଚରେ। ସର୍ବତ୍ର ଦେଖଇ ସମାନ ସାତ୍ୱିକ ଭକ୍ତି ତାକୁ ଜାଣ। ଏହି ପ୍ରକାରେ ନବ ନବ ସଗୁଣ ଏକାଅଶୀ ଭାବ। ଏବେ କହିବା ମାତା ଶୁଣ ନିର୍ଗୁଣ ଭକ୍ତିର ଲକ୍ଷଣ। ମୋହର ଗୁଣ କୀର୍ତ୍ତିମାନ ନିତ୍ୟ ଯେ କରଇ ଶ୍ରବଣ। ମୁହିଁ ଯେ ସର୍ବଗୁହାଶୟ ବିଚ୍ଛେଦ ନାହିଁ କିବା ମୋହ। ଏମନ୍ତ ଭାବେ ଯେ ଭଜଇ କର୍ମ ବନ୍ଧନୁ ମୋକ୍ଷ ହୋଇ। ସମୁଦ୍ରେ ଯେହ୍ନେ ନଦୀ ଜଳ ମିଳି ହୁଅନ୍ତି ଏକ ମେଳ। ସେ ରୂପେ ମୋର ଦେହେ ଲୀନ ଭକ୍ତି ଭାବରେ ହୁଅନ୍ତି ଜନ। ନିଷ୍କାମ ମାର୍ଗେ ଆତ୍ମଜ୍ଞାନ ସର୍ବତ୍ର ଦେଖଇ ସମାନ। ପୁରୁଷୋତ୍ତମ ଭାବେ ଭଜି ପରମ ଆତ୍ମା ମନେ ହେଜି। ନିର୍ଗୁଣ ଭକ୍ତି ଏହା କହି ଅପରେ ଶୁଣ ମନ ଦେଇ। ସାମୀପ୍ୟ ସାରୂପ୍ୟ ଏକତ୍ୱ ସାଲୋକ୍ୟ ଐଶ୍ୱର୍ଯ୍ୟମତ।
ଏ ଆଦି ଯେତେ ମତେ ଯୁକ୍ତି ତେଣେ ସନ୍ତୋଷ ନୋହେ ମତି। ମୋର ସେବନ ବିନା କେହି ଭକ୍ତ ସନ୍ତୋଷ ମୋର ନୋହି। ଏତେ ପ୍ରକାରେ ଭକ୍ତି ଯୋଗ ସାଧନ୍ତି ପ୍ରାଣୀ ମୋକ୍ଷ ମାର୍ଗ। ଯେବେ ତ୍ରିଗୁଣକୁ ଜିଣଇ ମୋହର ଭାବ କୁଲ ଭଇ। କ୍ରିୟା ଯୋଗରେ ନିଷ୍କାମରେ ମୋତେ ସେବନ୍ତି ଯେ ବାନରେ। ହିଂସା ବର୍ଜିତ ସାଧୁପଣ ନିତ୍ୟେ ଭଜନ୍ତି ମୋ ଚରଣ। କେୟ ବା ମୋତେ ପୂଜା କରେ ସ୍ତୁତି ବନ୍ଦନେ ନିରନ୍ତରେ। ଦର୍ଶନ ସ୍ପର୍ଶନ ପ୍ରଣାମ ମୋର ପ୍ରତିମା ଆରାଧନ। ମିତ୍ର ଭାବରେ ସର୍ବଜନ ଦେଖଇ ଆତ୍ମାର ସମାନ। ଯମ ନିୟମ ମାର୍ଗ ସାଧି ମହତ ଜନେ ମାନ୍ୟ ବିଧି। ଦିନରେ ଅନୁକମ୍ପା ବହି ମୋ ବିନୁ ଅନ୍ୟ ନ ଜାଣଇ। ମୋହର ନାମ ସଂକୀର୍ତ୍ତନ ଶ୍ରବଣ ଅଧ୍ୟାତ୍ମ ଦର୍ଶନ। ଆର୍ଜବ ସାଧୁ ସଙ୍ଗ ପୁଣ ଅହିଂସା ଧର୍ମ ପରାୟଣ। ମୋହର ଧର୍ମ ଆଚରଣ ଏ ରୂପେ ଚିତ୍ତ ଶୁଦ୍ଧ ଜାଣ। ମୋହର ଗୁଣ ଶୁଣି କର୍ଣ୍ଣେ ଆନନ୍ଦ ହୁଅନ୍ତି ପ୍ରାଣୀମାନେ। ଯେମନ୍ତେ ପବନର ବଳେ ସୁଗନ୍ଧ ଦୁର୍ଗନ୍ଧ ପ୍ରସରେ। ସେ ରୂପେ ଆତ୍ମା ଅବିକାର ତହିଁ ଦେଖଇ ସେ ଧ୍ୟାନର। ମୁଁ ସର୍ବଭୂତର ଈଶ୍ୱର ଆତ୍ମା ସ୍ୱରୂପରେ ଗୋଚର। ଏମନ୍ତ ଭାବ ମୋର ଛାଡ଼ି ଯେ ପୂଜେ ଅନ୍ୟ ଭାବେ ପଡ଼ି। ଯେ ଯିବେ ଦୟା ନ କରଇ ପ୍ରତିମା ପୂଜେ ମନ ଧ୍ୟାଇ। ଭସ୍ମରେ ହୋମ ସେ ଯେ ମନ୍ତ ତାହାର ପୂଜା ସେହି ମତ। ମୁଁ ସର୍ବବ୍ୟାପୀ ଯେ ଅଟଇ ଏମନ୍ତ ଭାବ ନ ଜାଣଇ। ଯେ ଯିବେ ବଦ୍ଧ ବୈର ହୋଇ ସେ ଶାନ୍ତି କେବେ ନ ଲଭଇ। ମୋତେ ପୂଜଇ ଯେବେ ସେହି ତାର ପୂଜାରେ ତୋଷ ନୋହି। ସର୍ବଭୂତରେ ସ୍ଥିତ ମୁହିଁ ଯାବତ ପ୍ରାଣୀ ନ ଜାଣଇ। ତାବତ ଥାଇ ସ୍ୱଧର୍ମରେ ପୂଜିବ ପ୍ରତିମାଦରେ। ପର ଅପର ଏକ ଆତ୍ମା ଅନ୍ତର କରେ ଯେ ଦୁରାତ୍ମା। ସେ ମୃତ୍ୟୁ ପଥୁନତ ରହି ସଂସାର ମାର୍ଗେ ଭ୍ରମୁଥାଇ। ମୁଁ ଆତ୍ମା ସର୍ବଭୂତ ମଧ୍ୟେ ଅର୍ଚ୍ଚନା କରେ ଯେ ସୁସାଧ୍ୟେ। ମିତ୍ର ଭାବରେ ସର୍ବ ଦେଖେ ସଂସାରୁତରେ ସେ ପ୍ରତ୍ୟକ୍ଷେ। ଅଜୀବ ତହୁଁ ଜୀବ ଶ୍ରେଷ୍ଠ ଜୀବରେ ପ୍ରାଣ ଯେ ଗରିଷ୍ଠ। ପ୍ରାଣରୁ ଚେତନା ବିଶିଷ୍ଟ ତହୁଁ ଇନ୍ଦ୍ରିୟ ବୃତ୍ତି ଶ୍ରେଷ୍ଠ। ସ୍ପର୍ଶ ଗୁଣରେ ବୃକ୍ଷ ଆଦି ରସ ଗ୍ରହଣେ ମତ୍ସ୍ୟ ଆଦି। ଗନ୍ଧ ବିଦ ଯେ ଭ୍ରମରାଦି ତହୁଁ ସର୍ପାଦି ଶବ୍ଦ ଭେଦି। ରୂପରେ କାକ ଆଦି ଯେତେ ତହୁଁ ଉଭୟ ଦନ୍ତବନ୍ତେ। ଆପାଦ ଠାରୁ ବହୁପାଦ ବହୁପାଦରୁ ଚତୁଷ୍ପଦ। ଦ୍ୱିପଦ ମନୁଷ୍ୟାଦି ଜାଣ ଏକୁ ଆରେକ ଏ ପ୍ରଧାନ। ମନୁଷ୍ୟ ମଧ୍ୟେ ଚାରି ବର୍ଣ୍ଣ ଏଥିରେ ବ୍ରାହ୍ମଣ ଉତ୍ତମ। ବ୍ରାହ୍ମଣ ମଧ୍ୟରେ ବେଦଜ୍ଞ ତହୁଁ ଅଧିକ ଯେ ଅର୍ଥଜ୍ଞ। ତହୁଁ ସଂଶୟ ଛେତାବର ତହୁଁ ସ୍ୱଧର୍ମ ନିଷ୍ଠ ନର। ତହୁଁ ଅଧିକ ଅଟେ ସେହି ବିଷୟ ସଙ୍ଗ ଯାର ନାହିଁ।
ମୋହର ପ୍ରିୟ କର୍ମ କରେ ଆତ୍ମାରେ ଭାବ ନିରନ୍ତରେ। ସକଳ କର୍ମ ସମର୍ପଇ ମନ ସହିତେ ମୋର ତହିଁ। ଏ ସର୍ବଭୂତେ ବିଜେ ମୁହିଁ ବହୁମାନ ନାରେ ନମଇ। ଏମନ୍ତ ଭାବେ ଯେ ଭଜଇ ତା ହୃଦେ ବିଜେ ଭାବଗ୍ରାହୀ। ଆନନ୍ଦେ ଦର୍ଶନ ଦିଅନ୍ତି ତା ଅଘ ତିମିର ନାଶନ୍ତି। ଭକ୍ତି ଯୋଗରେ ମୋତେ ଧ୍ୟାଇ ଯେ ମୋତେ ହୃଦୟେ ଦେଖଇ। ପରମ ବ୍ରହ୍ମ କୁଲ ଭଇ ତେଣୁ ଏକାଗ୍ର ଭାବେ ଧ୍ୟାଇ। ସେ ଯେ ପରମ ବ୍ରହ୍ମସାର ପ୍ରଧାନ ପୁରୁଷଙ୍କ ପର। ତାର ଉପରେ କେହି ନାହିଁ ସୃଷ୍ଟିର ଆଦି ଅନ୍ତ ସେହି। ତାହାର ତହୁଁ ସେ ଦଇବ ସର୍ଜଇ କର୍ମର ସ୍ୱଭାବ। ନାନା ପ୍ରକାରେ ରୂପ ଭେଦ ଆଶ୍ରୟ କାରଣ ଆସ୍ପଦ। ଅଦ୍ଭୁତ କାଳର ମହିମା ଭୋମାତ ନିଶ୍ଚଳେ ଜାଣିମା। ମହତ ଆଦି ଯେତେ ଭୂତେ ଅଖିଳ ସଂସାର ଜଗତେ। ସମସ୍ତ ଆତ୍ମା ମଧ୍ୟଗତ ନିରତେ କରୁଅଛି ଗ୍ରସ୍ତ। ତାହାର ତହୁଁ ଭୟ ପାଇ ନିରତେ କମ୍ପୁଅଛି ଦେହି। ସେ ପ୍ରଭୁ ଅଧିଯଜ୍ଞ ରୂପେ କାଳ କଳନା କରେ ଗୋପ୍ୟେ। ବିଷ୍ଣୁର ନାମାନ୍ତର କାଳ ସେହି ଭିତରେ ଯଜ୍ଞ ଫଳ। ସେ ପ୍ରଭୁ କାଳର ମହିମା କେ ଜାଣି ପାରେ ଗୁଣ ସୀମା। ପ୍ରିୟ ଅପ୍ରିୟ ଯାର ନାହିଁ ବିନାଶ କରେ ସର୍ବଦେହି। ଯେ କାଳ ପୁରୁଷର ଭୟେ ନିରତେ ପବନଟି ବହେ। ଯେ କାଳ ଭୟେ ସୂର୍ଯ୍ୟତାପେ ଭ୍ରମେ ବ୍ରହ୍ମାଣ୍ଡ ମଧ୍ୟେ ଆପେ। ଯାହାର ଭୟେ ଦେବଗଣ ବୃଷ୍ଟି କରନ୍ତି ଯଥାକ୍ଷଣ। ଯାହାର ଭୟେ ତାରାଗଣେ ଉଦିତ ହୁଅନ୍ତି ଗଗନେ। ଯାହାର ଭୟେ ବୃକ୍ଷଗଣ ଲତା ଔଷଧି ଶସ୍ୟମାନ। ଯଥାକାଳରେ ପୁଷ୍ପଫଳ ଫୁଟନ୍ତି ଫଳନ୍ତି ନିର୍ମଳ। ଯାହାର ଭୟେ ନଦୀଗଣ ବହୁ ଅଛନ୍ତି ଅନୁକ୍ଷଣ। ଉଦଧି ଯାହାର ଭୟରେ ଅଦ୍ୟାପି କେବେ ନ ଉଛୁଳେ। ଅଗ୍ନି ଯାହାର ଭୟେ ପୁଣ ସମସ୍ତ କରଇ ଦହନ। ଯାହାର ଭୟେ ଗିରିବର ଭୂମିରେ ହୋଇଛି ନିଶ୍ଚଳ। ଯାହାର ଆଜ୍ଞା ପରମାଣେ ଆକାଶ ଭୟ କରି ମନେ। ସ୍ୱଦେହ ବିସ୍ତାର ସେ କଲା ସପ୍ତଲୋକକୁ ଠାବ ଦେଲା। ଯାର ଆଜ୍ଞାରେ ମହତ୍ତତ୍ୱ ଶପତାବରଣ ସମେତ। ଦେହକୁ ବିସ୍ତାର କରିଛି ପ୍ରାଣକୁ ଧରିଣ ରହିଛି। ବ୍ରହ୍ମାଦି ଯେତେ ଦେବଗଣ ସଚରାଚର ଯେ ଭିଆଣ। ଯାହାର ଭୟେ ବାରେ ବାରେ ସର୍ଜନା ହୁଅନ୍ତି ସତ୍ୱରେ। ଯେ କାଳ ଭୟରେ ତ୍ରିଗୁଣ ସୃଷ୍ଟି ପାଳନ ସଂହାରଣ। ସେ କାଳ ରୂପୀ ଯେ ଅନନ୍ତ ଅନାଦି ଅବ୍ୟୟ ଅଚ୍ୟୁତ। ସମସ୍ତ ଉତ୍ପତ୍ତି କରଇ ଗୁଣ ପ୍ରବାହ ଭାବ ବହି। ଯେ କାଳ ରୂପେ ଅନ୍ତ କରେ ଏଣୁ ଅନନ୍ତ ନାମ ଧରେ। ଏଣୁ ଏ କାଳର ମହିମା କେ ଜାଣି ପାରେ ଗୁଣ ସୀମା। ମୋର ଭକତ ଜନେ ଯହିଁ କାଳର ଅଧିକାର ନାହିଁ।
ସୁଜନେ ଏଣେ କରମତି ତୁଟିବ ସଂସାର ଦୁର୍ଗତି। ଏ ମାତା ପୁତ୍ରଙ୍କ ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ। ପୁରାଣ ରସମୟ ଗୀତ ହରିବ ସକଳ ଦୁରିତ। କହଇ ବିପ୍ର ଜଗନ୍ନାଥ ତୃତୀୟ ସ୍କନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟ ସ୍କନ୍ଧେ ଭକ୍ତିଯୋଗୋପାଖ୍ୟାନଂ ନାମ 29ୋऽଧ୍ୟାୟः। ଶ୍ରୀକୃଷ୍ଣଂ ସମର୍ପଣମସ୍ତୁ। ଓಂ ନମୋ ଭଗବତେ ବାସୁଦେବାୟ।